ଜୀବନରେ ଯଦି ସଂଘର୍ଷ ନାହିଁ ତାହେଲେ ଜୀବନର ସ୍ୱାଦ କମିଯାଏ। ଏଇଭଳି ଉଚ୍ଚାଟ ଭରା ଉନ୍ମାଦନା ସୃଷ୍ଟିକାରୀ କାଳଜୟୀ ଉକ୍ତି ଯିଏ କହିପାରନ୍ତି ସେ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭାରତମାତାର ଯୋଗ୍ୟତମ ସନ୍ତାନ। ଆପଣାର ଶୌର୍ଯ୍ୟ ସାହସ ବଳ ବିକ୍ରମରେ ଦୁର୍ଦ୍ଧର୍ଷ ଇଂରେଜ ସରକାର ଆଖିରୁ ନିଦ ହଜାଇ ଦେଇଥିବା ଏ ମାଟିର ବରେଣ୍ୟ ବରପୁତ୍ର, ଜଣେ ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ ଏବଂ ପ୍ରଚଣ୍ଡ ଦେଶଭକ୍ତ। ଆସନ୍ତୁ ସେହି ମହନୀୟ ମଣିଷଙ୍କ ସମ୍ପର୍କରେ କିଛି ତଥ୍ୟ ଜାଣିବା ଆଜିର ଏହି ଛୋଟ ଭିଡ଼ିଓରେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ 1897 ମସିହା ଜାନୁଆରୀ 23 ତାରିଖ ଦିନ ଓଡ଼ିଶାର କଟକ ସହର ସ୍ଥିତ ଓଡ଼ିଆ ବଜାରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ବିଶିଷ୍ଟ ଆଇନଜ୍ଞ ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦେବୀ। ଛାତ୍ର ଭାବରେ ବିଚକ୍ଷଣ ସୁଭାଷ ରେଭେନ୍ସା କଲେଜିଏଟ୍ ସ୍କୁଲରୁ ମାଟ୍ରିକୁଲେସନ୍ ପାସ୍ କରିଥିଲେ ସମଗ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରି। ରେଭେନ୍ସା କଲେଜିଏଟ୍ ସ୍କୁଲରେ ସେ ଯେତେବେଳେ ମାଟ୍ରିକ ପରୀକ୍ଷା ଦେଇଥିଲେ, ଟୋଟାଲ ବଙ୍ଗ, ବିହାର, ଓଡ଼ିଶା ମିଶି ଯେଉଁ ଶିକ୍ଷା ବୋର୍ଡ଼ ଥିଲା ସେଥିରେ ସିଏ ସେକେଣ୍ଡ ର୍ୟାଙ୍କ ହାସଲ କରିଥିଲେ ସମସ୍ତ ଛାତ୍ରଛାତ୍ରୀଙ୍କ ଭିତରେ। ସେତେବେଳର ସବୁଠାରୁ କଷ୍ଟସାଧ୍ୟ ICS ପରୀକ୍ଷାରେ ସେ ସମସ୍ତଙ୍କ ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଇଂରେଜ ସରକାରଙ୍କ ଅଧୀନରେ ଚାକିରି ନ କରି ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଏବେ ଯେଉଁ ପରୀକ୍ଷାଟାକୁ ଆମେ ଇଣ୍ଡିଆନ୍ ଆଡ଼ମିନିଷ୍ଟ୍ରେଟିଭ୍ ସର୍ଭିସ୍ ବା IAS ବୋଲି କହୁଛୁ, ସେତେବେଳେ ତାକୁ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ICS ବୋଲି କୁହାଯାଉଥିଲା, ଯେଉଁଥିରେ କି ଭାରତୀୟ ପିଲାମାନଙ୍କୁ ପାସ୍ କରିବା ଅତ୍ୟନ୍ତ କାଠିକର ପାଠ ଥିଲା, କାରଣ ତାହା ଇଂଲଣ୍ଡରେ ହେଉଥିଲା, ତାହା ଇଂରାଜୀ ଭାଷାରେ ହେଉଥିଲା ଏବଂ ସେଥିରେ ବୟସର ସୀମା ଏମିତି କରାଯାଇଥିଲା କି ଭାରତୀୟମାନେ ସେଥିରେ ଅଂଶଗ୍ରହଣ କରିବାର ସୁଯୋଗ ମଧ୍ୟ ପାଉନଥିଲେ। ମାତ୍ର ସେଭଳି ପରୀକ୍ଷାରେ ମଧ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏ ଚତୁର୍ଥ ର୍ୟାଙ୍କ ହାସଲ କରିଥିଲେ ସୁଭାଷ ଚନ୍ଦ୍ର ବୋଷ। ମାତ୍ର ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ଇଂରେଜ ସରକାରଙ୍କ ଅଧୀନରେ ଜଣେ ଗୋଲାମ ଭାବରେ ଚାକିରି ନ କରି ନିଜ ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଇଂରେଜ ବିରୁଦ୍ଧରେ ଲଢ଼ିବାକୁ ସେ ଶ୍ରେୟସ୍କର ମଣିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ସାଜି ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ। ସେ ହିଁ ପ୍ରଥମ ଥର ଗାନ୍ଧୀଜୀଙ୍କୁ ଜାତିର ପିତା ରୂପରେ ସମ୍ବୋଧନ କରିଥିଲେ। ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ସହିତ ତାଙ୍କର ମତଭେଦ ହେଲା, କାରଣ ସେ ପୂର୍ଣ୍ଣ ସ୍ୱାଧୀନତା ଦାବି କରୁଥିଲା ବେଳେ କଂଗ୍ରେସ ଏବଂ ଗାନ୍ଧୀ ଚାହୁଁଥିଲେ ପର୍ଯ୍ୟାୟ ଭିତ୍ତିକ ସ୍ୱାଧୀନତା। ଗାନ୍ଧୀଜୀଙ୍କ ବିରୋଧ ସତ୍ତ୍ୱେ ଏକମାତ୍ର ବ୍ୟକ୍ତି ଭାବେ ସେ ଦୁଇ ଥର ଭାରତୀୟ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ମାତ୍ର ପରବର୍ତ୍ତୀ କାଳରେ ଜାତୀୟ କଂଗ୍ରେସରୁ ଅଲଗା ହୋଇ ଫରୱାର୍ଡ଼ ବ୍ଲକ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ସେ ଏକମାତ୍ର ବ୍ୟକ୍ତି ଯିଏକି ଦୁଇଥର ଭାରତୀୟ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ ବିରୋଧ ସତ୍ତ୍ୱେ ମଧ୍ୟ ସେ ନିଜର ବିଚକ୍ଷଣ ବୁଦ୍ଧିମତ୍ତା ଏବଂ ପ୍ରଚଣ୍ଡ ନେତୃତ୍ୱ ବଳରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରୂପେ ନିର୍ବାଚିତ ହୋଇଥିଲେ। କିନ୍ତୁ ଯେତେବେଳେ ଜାଣିଲେ କି ମହାତ୍ମା ଗାନ୍ଧୀ ତାଙ୍କ ବିଚାରଧାରା ସହିତ ସହମତ ନୁହନ୍ତି, ସେତେବେଳେ ସେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଏବଂ ନିଜେ ଅନ୍ୟ ଏକ ରାଜନୈତିକ ଦଳ ଗଠନ କରିଥିଲେ, ତାହାର ନାଁ ହେଉଛି ଫରୱାର୍ଡ଼ ବ୍ଲକ। ଇଟାର ଜବାବ ପଥରରେ ଦେବାକୁ ଭଲ ପାଉଥିବା ସୁଭାଷକୁ ବ୍ରିଟିଶ ସରକାର ନଜରବନ୍ଦୀ କରିଥିଲେ ମଧ୍ୟ ସେ ସମସ୍ତଙ୍କୁ ଚକମା ଦେଇ ଆଫଗାନିସ୍ତାନ, ରୁଷିଆ ମଧ୍ୟ ଦେଇ ପହଞ୍ଚି ଯାଇଥିଲେ ଜର୍ମାନୀର ରାଜଧାନୀ ବର୍ଲିନରେ। ଯେତେବେଳେ ଇଂରେଜ ସରକାର ଜାଣିଲେ କି ସୁଭାଷ ବୋଷ ଚାହୁଁଛନ୍ତି ପୂର୍ଣ୍ଣ ସ୍ୱରାଜ ଏବଂ ଯେସାକୁ ତେସା ନୀତିରେ ସେ ସଶସ୍ତ୍ର ବିଦ୍ରୋହ ପାଇଁ ଯୋଜନା କରୁଛନ୍ତି, ସେତେବେଳେ ଇଂରେଜ ସରକାର ନଜରବନ୍ଦୀ ରୂପରେ କଲିକତାରେ ବନ୍ଦୀ କରିଥିଲେ। ମାତ୍ର ସେ ସମସ୍ତଙ୍କ ଆଖିରେ ଧୂଳି ଦେଇ ପ୍ରଥମେ ଭାରତରୁ ଆଫଗାନିସ୍ତାନ, ଆଫଗାନିସ୍ତାନରୁ ରୁଷିଆ, ରୁଷିଆ ପରେ ଜର୍ମାନୀର ରାଜଧାନୀ ବର୍ଲିନଠାରେ ସେ ପହଞ୍ଚିଥିଲେ। ଜର୍ମାନୀରେ ହିଟଲରଙ୍କୁ ସାକ୍ଷାତ କରି ତାଙ୍କ ସହାୟତା ଲୋଡ଼ିଲେ, ପୁଣି ଜାପାନର ସମର୍ଥନ ମଧ୍ୟ ହାସଲ କଲେ। ତତ୍ପରେ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇ ଦିଲ୍ଲୀ ଅଭିଯାନ ଆରମ୍ଭ କଲେ। ସେ ଜର୍ମାନୀରେ ହିଟଲରଙ୍କୁ ସାକ୍ଷାତ କଲେ, ପୁଣି ଜାପାନର ଶାସନ ମୁଖ୍ୟଙ୍କୁ ସାକ୍ଷାତ କଲେ, ସେମାନଙ୍କଠାରୁ ସମସ୍ତ ପ୍ରକାରର ସହାୟତା ସହଯୋଗ ଲାଭ କରିବାର ପ୍ରତିଶ୍ରୁତି ପାଇଲେ। ତାପରେ ରାସବିହାରୀ ବୋଷ ନାମକ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଗଠନ କରିଥିବା ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ବା ଆଜାଦ ହିନ୍ଦ ଫୌଜ ତାର ନେତୃତ୍ୱ ନେଲେ ଏବଂ ସେତେବେଳେ ଯୁଦ୍ଧରେ ଯେଉଁ ଭାରତୀୟ ସୈନ୍ୟମାନେ ପରାଜିତ ହୋଇ ବନ୍ଦୀ ଥିଲେ ଜାପାନ ଦ୍ୱାରା, ସେମାନଙ୍କୁ ଏକାଠି କରି ସେ ଏକ ସେନାବାହିନୀ ଗଠନ କଲେ ଏବଂ ଭାରତ ଅଭିମୁଖୀ ଯାତ୍ରା ଆରମ୍ଭ କଲେ। ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ଗିଭ୍ ମି ବ୍ଲଡ଼, ଆଇ ୱିଲ୍ ଗିଭ୍ ୟୁ ଫ୍ରିଡ଼ମ୍, ଜୟ ହିନ୍ଦ, ଦିଲ୍ଲୀ ଚଲୋ ଇତ୍ୟାଦି ଥିଲା ତାଙ୍କର କାଳଜୟୀ ସ୍ଲୋଗାନ। ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଜୟ ହିନ୍ଦ, ଦିଲ୍ଲୀ ଚଲୋ, ଏସବୁ ତାଙ୍କର ସ୍ଲୋଗାନ ଥିଲା, ଯାହା ପ୍ରତି ଭାରତୀୟଙ୍କୁ ତତେଇ ଦେଉଥିଲା, ଇଂରେଜ ସରକାର ବିରୁଦ୍ଧରେ ମତେଇ ଦେଉଥିଲା, ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ପ୍ରେରିତ କରୁଥିଲା। ପ୍ରଥମେ ସେ ଆଣ୍ଡାମାନ ନିକୋବର ଦ୍ୱୀପକୁ ବ୍ରିଟିଶ ହାତରୁ ଛଡ଼ାଇ ଆଣିଥିଲେ, ପରେ ପରେ ମଣିପୁରର ଇମ୍ଫାଲ ଯାଏ ଅଗ୍ରସର ହୋଇଥିଲେ। ଏତିକି ବେଳେ ଜାପାନ ଓ ଜର୍ମାନୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାସ୍ତ ହେବାରୁ ଆଜାଦ ହିନ୍ଦ ଫୌଜକୁ ସହାୟତା ଯୋଗାଇ ପାରିନଥିଲେ। ଏଥିସହିତ ପ୍ରତିକୂଳ ପାଗ ମଧ୍ୟ ସୁଭାଷଙ୍କ ସେନାକୁ ଆଗକୁ ଅଗ୍ରସର ହେବାକୁ ସାହାଯ୍ୟ କରିନଥିଲା। ଠିକ୍ ସେତିକିବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର କାୟାକଳ୍ପ ପରିବର୍ତ୍ତନ ହୋଇଗଲା। ଯେତେବେଳେ ଜର୍ମାନୀ ଆଉ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାଜୟ ବରଣ କଲେ, ସେତେବେଳେ ସେମାନେ ଆଉ ଆଜାଦ ହିନ୍ଦ ଫୌଜକୁ ସୈନ୍ୟ ସହାୟତା ଯୋଗାଇ ପାରିନଥିଲେ, ଯାହାଫଳରେ ଆଜାଦ ହିନ୍ଦ ଫୌଜ ସାମାନ୍ୟ ଦୁର୍ବଳ ହୋଇପଡ଼ିଥିଲା ଏବଂ ପ୍ରତିକୂଳ ପାଗ
ତାଙ୍କର ସୈନ୍ୟ ଅଭିଯାନକୁ ସ୍ଥଗିତ ରଖିବା ପାଇଁ ତାକୁ ବାଧ୍ୟ କରିଥିଲା। 1945 ମସିହା ଅଗଷ୍ଟ 8 ତାରିଖରେ ଜାପାନ ଅଧିକୃତ ତାଇୱାନଠାରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଏ। ମାତ୍ର ଏହା ଏକ ପ୍ରାମାଣିକ ତଥ୍ୟ ନୁହେଁ। ନେତାଜୀଙ୍କ ମୃତ୍ୟୁର ରହସ୍ୟ ଏବେ ବି ଉଦ୍ଘାଟିତ ହୋଇପାରି ନାହିଁ। କେହି କହନ୍ତି ନେତାଜୀ ତାପରେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ, କିନ୍ତୁ ସତ କ'ଣ ମିଛ କ'ଣ ତାହା ଏବେ ବି ଆମ ପାଖରେ ଏକ ରହସ୍ୟ ହୋଇ ରହିଛି। ଭଗବତ ଗୀତା ସ୍ୱାମୀ ବିବେକାନନ୍ଦଙ୍କୁ ଆଦର୍ଶ ମାନୁଥିବା ସୁଭାଷ ଥିଲେ ଭାରତମାତାର ସର୍ବଶ୍ରେଷ୍ଠ ସନ୍ତାନ। ଗୁହାରି ନୁହେଁ, ଜୋର ଜବରଦସ୍ତ ନିଜ ସ୍ୱାଧୀନତା ଛଡ଼ାଇ ଆଣିବାରେ ବିଶ୍ୱାସ ରଖୁଥିବା ଅମିତ ସାହସ ଓ ପରାକ୍ରମର ପ୍ରଚଣ୍ଡ ଜ୍ୱାଳାମୁଖୀ। ହାରି ଗୁହାରି କରି ସ୍ୱାଧୀନତାର ଭିକ ମାଗିବା ଅପେକ୍ଷା ସେ ଜୋର ଜବରଦସ୍ତ ନିଜର ହକ୍ ଛଡ଼ାଇ ଆଣିବା ପାଇଁ ବଦ୍ଧପରିକର ଥିଲେ। ସେଇଥିପାଇଁ ତ ତାଙ୍କ ରାସ୍ତା ମହାତ୍ମା ଗାନ୍ଧୀଙ୍କ ରାସ୍ତାଠାରୁ ଅଲଗା ଥିଲା। ମାତ୍ର ଦୁଇ ଜଣଙ୍କର ଲକ୍ଷ୍ୟ ଏକ ଥିଲା, କିନ୍ତୁ ପଥ ଅଲଗା ଥିଲା। ସେଇଥିପାଇଁ ସାରା ବିଶ୍ୱରେ ସେ ପରିଚିତ ଆମ ସମସ୍ତଙ୍କର ପ୍ରିୟ ନେତାଜୀ ରୂପରେ। ଜାନୁଆରୀ 23 ତାରିଖ ତାଙ୍କର ପବିତ୍ର ଜନ୍ମଦିବସରେ ସେହି ଅମର ଆତ୍ମାକୁ ଭକ୍ତିଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଜୟ ହିନ୍ଦ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର ରହେ।